ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଆମେ ଆଜି ପ୍ରଭୁ ତ୍ରିନାଥ ଦେବଙ୍କର ଦର୍ଶନ କରାଇବୁ। ଆମର ଗ୍ରାମର ନାମ ହେଉଛି ସାହାଡ଼ପଦା। ପାଇକ ସାହି ରେ ପ୍ରଭୁ ତ୍ରିନାଥ ଦେବଙ୍କର ବହୁତ ପୁରୁଣା ମନ୍ଦିର ଆଜ୍ଞା, ବହୁତ ପୁରୁଣା ମନ୍ଦିର। ଆପଣମାନେ ଛୋଟ ମନ୍ଦିର, କିନ୍ତୁ ଛୋଟ ମନ୍ଦିରର ବିଶେଷତ୍ୱ ଆଜ୍ଞା ବହୁତ ଅଛି। କାହିଁକି ଜାଣିଛନ୍ତି ଦର୍ଶକ ବନ୍ଧୁ? ଯେମିତି ଆପଣମାନେ ସମସ୍ତେ ଜାଣନ୍ତି ଯେ ତ୍ରିନାଥ ଦେବ କାହିଁକି ଆକ୍ଚୁଆଲି ପ୍ରସିଦ୍ଧ। ତ୍ରିନାଥ ଠାକୁର ଦର୍ଶକ ବନ୍ଧୁ ଆପଣମାନେ ଜାଣନ୍ତି ହଜି ଯାଇଥିବା ଜିନିଷ, କେବଳ ଯେଉଁ ଜିନିଷ ଆପଣମାନଙ୍କର ହଜି ଯାଇଥିବ, ଆପଣ ଦେଖନ୍ତୁ, ଆପଣ ମେଳା, ତ୍ରିନାଥ ମେଳା ଆପଣ ଯଦି ରଖିବେ, ଯାଚି ଦେବେ ଯେ ମୁଁ ପ୍ରଭୁ ମୋର ଜିନିଷଟି ମିଳିଲା ପରେ ମୁଁ ତ୍ରିନାଥ ମେଳା ଦେବି, ଆପଣ ଦେଖିବେ ନିଶ୍ଚିତ ଆପଣ ସେ ଜିନିଷଟି ପାଇବେ ହିଁ ପାଇବେ। ସେ ଦର୍ଶନ କରନ୍ତୁ ଆମର ପ୍ରଭୁ ତ୍ରିନାଥ ଦେବଙ୍କର ଅତି ପୁରାତନ ବିଗ୍ରହ। ଦେଖନ୍ତୁ କେତେ ସୁନ୍ଦର ବିଗ୍ରହ ହେଇଛି। ଆମେ ବହୁତ ଜାଗା ଦେଖିଛୁ, ବହୁତ ଜାଗାରେ ମଧ୍ୟ ବିଭିନ୍ନ ପ୍ରକାର ଫଟୋ ପୂଜା ପାଉଛନ୍ତି। ଦେଖନ୍ତୁ ଆମେ ଲାଇଟ୍ ଦେଲୁ, ଲାଇଟ୍ ଦେଲା ପରେ ଦେଖନ୍ତୁ କେତେ ପୁରାତନ ବିଗ୍ରହ ପ୍ରଭୁଙ୍କର। ଆତ୍ମା ଶାନ୍ତି ଲାଗୁଛି କେବଳ ଦର୍ଶନ କରିଦେଲେ। ଏତେ ଡେଭଲପମେଣ୍ଟ ନାହିଁ, ଯଦିବା ବହୁତ ପୁରୁଣା ବିଗ୍ରହ, କିନ୍ତୁ ସେତେ ରକ୍ଷଣାବେକ୍ଷଣ ନାହିଁ ଆମର ମନ୍ଦିରକୁ ଆହୁରି ଡେଭଲପମେଣ୍ଟ କରିବା ପାଇଁ। ଆପଣମାନେ ଜାଣନ୍ତି ଆଜିକାଲି ଲୋକ ପଇସା ଫାଲତୁରେ ଖର୍ଚ୍ଚ କରିଦେବେ, କିନ୍ତୁ ଠାକୁରଙ୍କ ପାଇଁ ଉତ୍ସର୍ଗ କରିବା ପାଇଁ କାହା ପାଖରେ ସମୟ ନାହିଁ, ବା ଧନ ନାହିଁ, କି ମନ ମଧ୍ୟ ନାହିଁ। ତେଣୁ କ'ଣ ଆମେ ସେ ବିଷୟକୁ କହିବା ଆପଣମାନଙ୍କୁ? ଛାଡ଼ନ୍ତୁ, ଆପଣମାନେ ପ୍ରଭୁ ତ୍ରିନାଥ ଦେବଙ୍କର ଦର୍ଶନ କଲେ, ଏବେ ଦେଖି ନିଅନ୍ତୁ। ଆମେ ବର୍ତ୍ତମାନ ବାହାରକୁ ଯିବା, ବାହାରେ ଦର୍ଶନ କରିବା କର୍ମା ଅଧିକାରୀ, ଯେ କର୍ମର ଫଳ ଦିଅନ୍ତି ପ୍ରଭୁ ଶନିଦେବଙ୍କର। ଆପଣମାନେ ମଧ୍ୟ ଜାଣନ୍ତି ଶନିଦେବ କାହାଙ୍କର ପୁତ୍ର? ଶନିଦେବ ହେଉଛନ୍ତି ରବିଙ୍କ ପୁତ୍ର, ମାନେ ସୂର୍ଯ୍ୟଙ୍କ ପୁତ୍ର। ଆଜି ଦର୍ଶକ ବନ୍ଧୁ ରବିବାରରେ ଆପଣ ଜାଣିଥିବେ ତ୍ରିନାଥ ମେଳା ହୁଏ, ତ୍ରିନାଥ ଦେବଙ୍କର ଦିନ ଏବଂ ସୂର୍ଯ୍ୟଙ୍କର ଦିନ। ତେଣୁ ଆପଣ ମାନେ ସମସ୍ତେ ଜାଣନ୍ତି, ଦେଖନ୍ତୁ ଆମର ଶନିଦେବଙ୍କୁ ଦର୍ଶନ କରନ୍ତୁ। ଶନିଶ୍ଚର ପ୍ରଭୁ କର୍ମାଧିକାରୀ, ଯେ କର୍ମର ଫଳ ଦିଅନ୍ତି। ତେଣୁ ଆପଣ ସୂର୍ଯ୍ୟ ପୂଜା ଯଦି ରବିବାର କରୁଛନ୍ତି ମଧ୍ୟ, ତାହେଲେ ଶନିଦେବ ମଧ୍ୟ ଆପଣଙ୍କ ଉପରେ ତାଙ୍କର କୋପ ଦୃଷ୍ଟି କମ୍ କରିବେ। ତ ଇଏ ରହିଲା ଦର୍ଶକ ବନ୍ଧୁ କିଛି ନୀତିବାଣୀ। ଆପଣମାନଙ୍କୁ ଆମେ ଆଜି ରବିବାରରେ ପ୍ରଭୁ ତ୍ରିନାଥ ଦେବ ଏବଂ ଶନିଦେବଙ୍କର ଦର୍ଶନ କରାଇଲୁ। ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ନିଶ୍ଚିନ୍ତ ଭାବରେ ଲାଇକ୍ କରିବେ ଏବଂ ଲେଖିବେ ଜୟ ଶନିଦେବ, ଜୟ ତ୍ରିନାଥ ଦେବ, ଜୟ ଜଗନ୍ନାଥ। ଏବେ ଦେଖନ୍ତୁ ଦର୍ଶକ ବନ୍ଧୁ, ଶାଳଗ୍ରାମ। ଆପଣମାନେ ଜାଣନ୍ତି ପ୍ରତି ମନ୍ଦିରରେ ଶାଳଗ୍ରାମ ଥାନ୍ତି। ଏ ହେଉଛନ୍ତି ଶାଳଗ୍ରାମ ଆଜ୍ଞା। ପ୍ରତି ମନ୍ଦିରରେ ଯେମିତି ଶାଳଗ୍ରାମ ଥାନ୍ତି, ତ ଏ ମନ୍ଦିରରେ ମଧ୍ୟ ଶାଳଗ୍ରାମ ରଖାଯାଇଛି। ଜୟ ଜଗନ୍ନାଥ ପ୍ରଭୁ।